ଆଜି ମୁଁ ମୋର ନିଜ ଗିହା କଚା ବିଷୟରେ କିଛି ଆପଣମାନଙ୍କ ପାଇଁ ନେଇ ଆସିଛି। ଭଲ ଲାଗିବ ବୋଲି ମୋର ଆଶା ଆଉ ବିଶ୍ୱାସ, ସେଇଥିପାଇଁ ମୁଁ ନେଇ ଆସିଛି ଆଉ ଏକ ମୋ ବିଷୟରେ କହୁଛି। ଆଉ ମୋର ମୁସଳିଆ ବାଣ୍ଡମାନଙ୍କୁ ଜୁହାର ଭିଡିଓ ଲାସ ତକ ଦେଖ, ପୁରା ଭୁଟି ପକାବ। ଏଇ ଭିଡିଓ ଶୁଣିଲା ପରେ ଇଟା ମୋର ଗ୍ୟାରେଣ୍ଟି। ମତେ ଯେତେବେଳେ 16 ପୁରୀ 17 ହେଲା ମତେ ଟୋକା ମାନେ ଲାଇନ ମାରିବାକୁ ଆସନ୍ତି। ଆଉ ମୁଁ ଟିକେ ଛୋଟ ପିଲା ଭଳି ଥିଲି ଆଉ ମୁଁ ବୁଝି ପାରୁ ନଥିଲି। ତାପରେ ମୋର ସାଙ୍ଗ କହେ ମତେ ତତେ ଗୋଟିଏ ପିଲା ଲାଇନ ମାରୁଛି ବୋଲି କହିଲା। ତାପରେ ମୁଁ ପଚାରିଲି ଲାଇନ କଣ ସେଇଟା ମୁଁ ବୁଝି ପାରୁନାହିଁ। ତତେ ଗୋଟାଇ 32 ବରଷିଆ ବିବାହିତ ପିଲା ଭଲ ପାଇଛି ବୋଲି କହିଲା। ଆଉ ଏବେ ଆସିବ ତତେ ପ୍ରପୋଜ କରିବ ଆଉ ବହୁତ ଭଲ ଦିଶେ। ମୁଁ କହିଲି ମୋ ସାଙ୍ଗକୁ ବିବାହିତ ପିଲା ମତେ କାହିଁକି ପସନ୍ଦ କରିବ? ତାହାର ତ ସ୍ତ୍ରୀ ଅଛି, ମତେ କାହିଁକି ଲଭ କରିବ ବୋଲି ମୋ ସାଙ୍ଗକୁ କହିଲି। ମୋ ସାଙ୍ଗ କହେ ତୁ ଲଭ୍ କଣ ଜାଣି ନାହୁ? ଲଭ ଗୋଟାଇ ଇମିତି ଜିନିଷ ଯେ ସମସ୍ତଙ୍କୁ ହୋଇଥାଏ। ବୁଢାଠାରୁ ବୁଢୀ ପର୍ଯ୍ୟନ୍ତ ଆଉ ଧଙ୍ଗରାଠାରୁ ଧଙ୍ଗିରୀ ପର୍ଯ୍ୟନ୍ତ ହୋଇଥାଏ। ଯେବେ ତତେ ଲଭ ହେବ ସେବେ ତୁ ଜାଣିବୁ ବୋଲି କହିଦିଏ। ତାପରେ ମୁଁ କହେ ମତେ ଯିଏ ବି ଲଭ କରିବାକୁ କହିବ ତାହାକୁ ମୁଁ ଚପଲରେ ଛେଚିବି ଆଉ ଯିଏ ବି ହେଲେ ଜମାରୁ ଛାଡିବିନି ବୋଲି ମୋର ସାଙ୍ଗକୁ କହେ। କିଛି ସମୟ ପରେ ଆସିଲ ସେଇ ପିଲା ଆଉ ଗୋଟିଏ ଗୋଲାପ ଫୁଲ ଆଣି ମତେ ଧରେଇ ଦିଏ ଆଉ କହେ ଆଇ ଲଭ୍ ୟୁ। ତାପରେ ମୁଁ କହେ ମୁଥଟେ ଭଲ ପାଇବିନି ପଲା ଏଠାରୁ, ନହେଲେ ମାରିବି କହିଲି। ଆଉ ମୋର ଚପଲରେ ପିଟିବି ବୋଲି କହିଲି। ଆଉ ହୁଡିକି କହିଲି ଗଦେଶୁଆ ତୁ ବହା ହେଇ ମତେ ପ୍ରପୋଜ କରୁଛୁ ଗେହିବା ପାଇଁ ଏମିତି କହୁଛୁ ବୋଲି କହିଲି। ତାପରେ ପିଲା କହିଲା ସେମିତି କିଛି ନୂଆ, ମୁଁ ଗେହିବା ପାଇଁ କହୁନି, ତୁମେ ବେଶୀ ସୁନ୍ଦରୀ ଦିଶ ସେଇଥିପାଇଁ ମୁଁ ତୁମକୁ ଭଲ ପାଏ ବୋଲି କହିଲା। ଆଉ ମୁଁ କହିଲି ତୋର ଘରେ ମାହେଜି ଅଛି, ତୋର ଛୁଆ ବି ଅଛି, ତାହାକୁ ଭଲ ପାଉନ କି ବୋଲି କହିଲି। ଆଉ ମତେ ଗିହେଇବା ବାପାଇଁ ଠକି କି ଇମିତି ଦେଖେଇ ହେଇଛୁ ରେ ବାଣ୍ଡ ଖଚି ବାପାଇଁ ସେମିତି ଏମିତି ବୁଝେଇ ସୁଖେଇ ଇଆଡୁ ସେଆଡୁ ଧରେଉଛୁ ଆଉ ମତେ କହୁସୁ ବୋଲି କହିଲି। ଫେର ମତେ କହିଲା ସତରେ ମୁଁ ତୁମକୁ ମୋ ଜୀବନ ଠାରୁ ବେଶୀ ଭଲ ପାଏ, ପୁରା ସମସ୍ତଙ୍କ ଠାରୁ ବେଶୀ ଭଲ ପାଇବି ବୋଲି କହିଲା। ଆଉ ମୁଁ ମଧ୍ୟ ହଁ କହିଲି। ଏମିତି କିଛି ସମୟ ଗଲା, ଆମେ ଦୁହେଁ ଏକାଠି ହେଲୁ ଆଉ 2 ଜଣ ଭଲ ପାଇଲୁ। ତାହାପରେ ଦୁହେଁ ମଜା କରିଲୁ ଆଉ ମତେ ବି ଟିକେ କିସ୍ କରିବା ପାଇଁ ଇଚ୍ଛା ହେଲା। ମୁଁ କଲ୍ କଲି ଆଉ ଆସ ଟିକେ କିଛି କହିବି। ତାହାପରେ ଆସିଲା ଆଉ ମତେ କହେ କଣ ହେଲା ବୋଲି ପଚାରେ। ଅଜି ମୁଁ ତମକୁ ଗୁଟେ ସୁପ୍ରାଇଜ ଦେବି ବୋଲି କହିଲି। ଆଖୁକୁ ବନ୍ଦ କର କହିଲି ଆଉ ଲିପ୍ କିସ୍ କରି ପକେଇଲି। ପୁରା 5 ମିନିଟ ପର୍ଯ୍ୟନ୍ତ ଖୁସି ହୋଇଗଲା ଆଉ ମତେ କହେ ତୁମେ ପରା କହୁଥିଲ ମତେ ଯେ ଫାଲତୁ ନହେବା ପାଇଁ କାହିଁକି କିସ୍ କଲ୍ ବୋଲି ପଚାରିଲା। ତାହାପରେ ମୁଁ ତାକୁ ଏହା ଫାଲତୁ ନୁହଁ, ଏଇଟା ମସ୍ତି ବୋଲି ବୁଝାଇଲି। ଏମିତି ଆମ 2 ଜଣଙ୍କର ଧୀରେ ଧୀରେ ଆଗକୁ ବଢିଲୁ। ଧୀରେ ଧୀରେ ମତେ ବି ମନ ଲାଗିଲା ଗିହେଇ ହେବା ପାଇଁ। ଆଉ ରାତିରେ ଫେର ଫୋନ କଲି ଆଉ କହିଲି ଆଜି ଆସ ଆମେ ଏକଠି ହେବା ଆଉ ତମେ ମୋ ଦୁଧକୁ ଦବେଇବ ବୋଲି କହିଲି। ସଙ୍ଗେ ସଙ୍ଗେ ଦୌଡ଼ି ଆସିଲା ଆଉ କହିଲା ତୁମେ କାହିଁକି ଅଭଦ୍ର ଭଳି କଥା କହୁଛ ବୋଲି ପଚାରିଲା। ମୁଁ କହିଲି ନାହିଁ, ଆଜି ମୁଁ କାହିଁକି ଯେ ରହି ପାରୁନି ସେଇଥିପାଇଁ ମୁଁ ତୁମକୁ ଡାକୁଛି ଆଉ ତୁମେ ବୁଝିପାରୁନାହ ବୋଲି କହି କଷିକରି ଧରିଲି ଆରୁ ରୋମାନ୍ତିକରେ ଚାପି ଦେଲି ଆଉ ମୋ ଦୁଧରେ ତା ହାତକୁ ଚାପି ଦେଲି ଆଉ ଟିକେ ଦବାଅ ବୋଲି କହିଲି। ତାହାପରେ ମତେ କହିଲା ରାଗିବନି ବୋଲି କହି ମତେ ପୁରା ହଟ୍ କରିଲା ଆଉ ଯୋଉ ଡ୍ରେସ୍ ପିନ୍ଧିଥିଲି ସବୁ ଖୋଲିଲା ଆଉ କହିଲା ତୁ ବେଶୀ ସେକ୍ସି ଜଣା ପଡୁଛୁ ଆଉ ମୁଁ ବି ତତେ ଦେଖି ବେଶୀ ପର୍ଯ୍ୟନ୍ତ ରହିପାରିବିନି ବୋଲି କହି ସେ ବି ନଙ୍ଗଲା ହେଲା ଆଉ ମୋ ଉପରେ ଡିଆ ମାରିଲା ଆଉ କହିଲା ଆରେ ମୋର ଲୋଭି ମତେ ପୁରା ତୋ ଯୌବନ ଦେଇଲୁ କହି ଏମିତି ହିସାବରେ ଦୁଧ ରଗଡ଼ି ରଗଡ଼ି ଚିପିବାକୁ ଲାଗିଲା। ମୁଁ ବି ତାହାର ବାଣ୍ଡକୁ ଖାଇଲି ଆଉ କିଛି ସମଜ ଖୁଆଇଲା ଆଉ ମତେ ବି ବେଶୀ ଖୁସି ଲାଗୁଥିଲା ଯେ କହିଲେ ନସରେ ମୋ ପୁଦିକୁ ବି ଚାଟିବାକୁ ଲାଗିଲା ଆଉ ଜୀବକୁ ସମେଇଲା ପୁରା ଇଲିଶ ଫିଲ୍ମ ପରି। ତାପରେ ମୁଁ କହିଲି ଗିହ ମତେ କହିଲି। ତାପରେ ମୋର ପୁଦିକୁ ଅଙ୍ଗୁଳି ମାରିଲା ଆଉ ସମେଇଲା ଆଗ ପଛ କଳା ଯେପୁରା ମୋ ପୁଦିରୁ ପଚ ପଚ ଶୁଭିଲା ଆଉ ପାଣି ଭଳି ବାହାରିଲା। ପିଇବାକୁ ଲାଗିଲା। ତାପରେ ମତେ ଗେହିଲା ବାଣ୍ଡକୁ ସମେଇ ମୋ ଖଣ୍ଡରେ ଗୋଡ ରଖି ବାଣ୍ଡକୁ ରେତି ରେତି ଗେହି ମୋ ପୁଦିକୁ କାଟିଲା ଆଉ ଯେତେ କାଟିଲେ କାଟୁ ମୁଁ ସହିଦିଏ ଆଉ ଜୋରରେ ମତେ ଚାପି ଦେଇ ଗେହୁଥାଏ। ତାପରେ ମୋ ପୁଦିରେ ଟିକେ ଗରମ ଲାଗିଲା। ମୁଁ କହିଲି ତୁମ ବାଣ୍ଡରୁ ବୀର୍ଯ୍ୟ ବାହାରିବ କି ବୋଲି ପଚାରିଲି ଆଉ ସେ ବି କହିଲା। ମୁଁ କହିଲି ମୋ ପୁଦିରେ ବାଣ୍ଡର ଫୁସି ପକ ନାହିଁ, କାଳେ ଛୁଆ ରହିଗଲେ ଅସୁବିଧା ହେବ, ସେଇଥିପାଇଁ ତୁମ ବାଣ୍ଡର ଫୁସିକୁ ତଳେ ପକାଅ କହିଲି। ସେ ବି ବାଣ୍ଡ ରସକୁ
ତଳେ ନ ପକାଇ ମୋର୍ ଦୁଧର ଯଉ ଫୁଣୁ ଥାଏ ସେଇଟି ପକାଇଲା ଯେ ମୋର୍ ତୁଣ୍ଡକୁ ପିଚିକାରି ମାରିଲା। ମୁଁ ବି ଖୁସି ହୋଇ ବାଣ୍ଡ ରସକୁ ପିଇଲି। ଆମେ ଦୁହେଁ ଇମିତି ଗିହା କଚା ଲାଗୁ। ମୋର ବାଣ୍ଡରାସିଆ ମାନଙ୍କୁ ମୋର୍ ଷ୍ଟୋରୀ କେମିତି ଲାଗିଲା ଜଣାନ୍ତୁ। ଆଉ ଯୋଉମାନେ ନୂଆ ଆସିସ୍ ଆଉ ମୋର ଷ୍ଟୋରୀ ଗୁଡାକ ନିଚଜ ଭଲ ଲାଗୁଥିବ ଏଇଟା ମୋର ଆଶା ଆଉ ବିଶ୍ୱାସ। ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଭୁଲନ୍ତୁ